ନିଶ୍ଚିତ ଦେଖନ୍ତୁ ବର୍ତ୍ତମାନ ଏଠାରେ କିଛି ନେତାଙ୍କର ମନଗର୍ବ ବଢ଼ିଯାଇଛି କି ମନମୁଖୀ ଶାସନ ଯାଇଯାଇଛି କି ନିଜ ଯେଉଁ ଏମ୍ପି ଏମ୍ଏଲ୍ଏ ମାନେ କହୁଛନ୍ତି ଆଇନ ଉର୍ଦ୍ଧୁ ଭାବିକି ନିଜ ଇଚ୍ଛାରେ ଯେଉଁଠି ପାଲି ସେଠି ପ୍ରତିମୂର୍ତ୍ତି ସ୍ଥାପନ କରିଦେବା ଏବଂ ଉଦ୍ଘାଟନ କରିବା ଏଇଟା କଂଗ୍ରେସର ଗୋଟେ ନୀତିଗତ ଅଭ୍ୟାସ। ସେ ନେତାଙ୍କର ସଭ୍ୟତା ସେମାନଙ୍କର ଅଭ୍ୟାସ ଯାହା ଅଛି ଆଜି କାଲି ଦିନ ଜଣାପଡ଼ିଗଲା। ସରକାରୀ କାର୍ଯ୍ୟକ୍ରମକୁ ସେମାନେ ନିଜର କାର୍ଯ୍ୟକ୍ରମ କରିବା ଦଳୀୟ କାର୍ଯ୍ୟକ୍ରମ କରିବା ଏହା ଅତି ଦୁର୍ଭାଗ୍ୟ ବିଷୟ। ଆମର ସରକାର ସେଟା ଏକ ସୁନ୍ଦର ପାର୍କ ଯୋଗାଇକି ସେଟାର ମୂର୍ତ୍ତି ସ୍ଥାପନ କରୁ ଏବଂ ତା'ର ଶୁଭ ଉଦ୍ଘାଟନ ପାଇଁ ସରକାର ସ୍ଥିର କରିଥିବା ବେଳେ କଂଗ୍ରେସ ନେତାମାନଙ୍କୁ ନେଇକି ଜବରଦସ୍ତ ଗୋଟେ ନୀତି ନିୟମ ଭାଙ୍ଗିକି ମୂର୍ତ୍ତି ଉଦ୍ଘାଟନ କରିବା ଅତି ଦୁର୍ଭାଗ୍ୟ ହୁଏ। ଆଉ ସେହିପରି ସେଇ ସାଂସଦ ଯେତେବେଳେ ଫୁଟପାଥ ପକାଇ ଦେଉଥିବା ଜଣେ ନାୟକକୁ ଆମେ ସମସ୍ତେ ନେତା ଦଳଗତ ନିର୍ବିଶେଷରେ ବିଚାର କରିକି ଗୋଟେ ଏକ ସୁନ୍ଦର ଜାଗାରେ ମୂର୍ତ୍ତି ସ୍ଥାପନ କଲୁ ଏବଂ ସରକାରୀ ମାଧ୍ୟମରେ ପ୍ରତିଷ୍ଠା ସ୍ଥାପନ କରିକି ସେଟା ଭଲରେ ସମ୍ମାନ ସହିତ ଉଦ୍ଘାଟନ କରିବା ପାଇଁ ଆମେ ସମୟ ଧାର୍ଯ୍ୟ କରିଥିଲୁ। କିନ୍ତୁ ତରବରିଆ ଭାବରେ ସେମାନେ ରାଜନୀତି କ'ଣ କରିକି ତାଙ୍କର ନେତାଙ୍କୁ ଡାକିକି ଏଠାରେ ଜେଣ୍ଡା ଫେଣ୍ଡା ରାଲି କରିକି ଆଉ ମାନେ କେବଳ ସେମାନେ ହାତ କାମଣା ହେଉଛନ୍ତି କି ଭାରି ବ୍ୟସ୍ତ ହେଉଛନ୍ତି କି ଏଠାରେ କ'ଣ ନା କ'ଣ ସେମାନଙ୍କ ଭିତରେ କଂଗ୍ରେସର ଦବଦବା ଦେଖିବାକୁ ଚାହୁଁଛନ୍ତି ଯେଉଁଟାକି ଯେଉଁ ଜାଗାରେ କରିବା ଚାହୁଁଥିଲେ ସେଇଟା ହେଇପାରିଲା ନାହିଁ। ଆଇନ ବିରୋଧୀ ଥିଲା ତାହା ଆମେ ଅଭିଯୋଗ କଲା ପରେ ସେଇଟା ମାନ୍ୟବର କଲେକ୍ଟର ଜିଲ୍ଲା ପ୍ରଶାସନ ଏହାର ହସ୍ତକ୍ଷେପ କଲା ପରେ ଆମ ସମସ୍ତେ ବିଚାର କରି ଭଲ ଜାଗାରେ ସ୍ଥାପନ କରୁ। ସେଇଟାରେ ଫେରେ ସେମାନେ ରାଜନୀତି କ'ଣ ନା କେଉଁଠି ବି ସେମାନେ ରାଜନୀତି କରିବା ହିଁ ତା'ର ପେଶା। ଆଉ କୌଣସି ପ୍ରକାର ତାଙ୍କର ଅବଦାନ ନାହିଁ। କେବଳ ନିଜର ପାରିବାରିକ ମାନେ ପାରିବାରିକ ଉତ୍ଥାନକୁ ଦେଖୁଛନ୍ତି। ସେମାନେ କୌଣସି ପ୍ରକାର ଲୋକଙ୍କର ବିଚାର ନାହାନ୍ତି। ସେମାନେ କେବଳ ଧନ ଗର୍ବ ମନ ଗର୍ବ ଏବଂ କ୍ଷମତା ଗର୍ବ ଏହି ପ୍ରକାର ଭାବନ୍ତୁ। ଏଇ କଂଗ୍ରେସ ପାର୍ଟି କି କଂଗ୍ରେସ ପାର୍ଟି ନାଁରେ ଜିତିଥିବା ସାଂସଦ ବିଧାୟକମାନେ ଆଦିବାସୀମାନଙ୍କୁ କୌଣସି ପ୍ରକାର ଭାବରେ ସମ୍ମାନ ଦେଉନାହାନ୍ତି। ଏଠିକାର ଲୋକଙ୍କୁ ଜରମ ପାଙ୍ଗିକୁ ଡାକି ନାହାନ୍ତି କି ଗିରିଜମାନଙ୍କୁ ଡାକି ନାହାନ୍ତି କି ଏଠିକା ସ୍ଥାନୀୟ ଯେତିକି ବୁଦ୍ଧିଜୀବୀ ଅଛନ୍ତି ଆଦିବାସୀ ନେତାମାନଙ୍କୁ କୌଣସି ଲୋକ କେବଳ ବାହାର ଲୋକଙ୍କୁ ଆଣିକି ଏଠାରେ ଶକ୍ତି ପ୍ରଦର୍ଶନ କରିବା ଅତି ନିନ୍ଦନୀୟ ଦୁର୍ଭାଗ୍ୟ ବିଷୟ। ଏଠି କେହି ଆସିଲା ଗଞ୍ଜାମ ଟାଇଗର, କିଏ ଆସିଲା କୋରାପୁଟ ଟାଇଗର, କିଏ ଆସିଲା ୱେଷ୍ଟବେଙ୍ଗଲ ଟାଇଗର, କ'ଣ ରାୟଗଡ଼ା କ'ଣ ବାଘ ନାହାନ୍ତି? କ'ଣ ସୂଚନା ଦେବାକୁ ଚାହୁଁଛନ୍ତି? ତଳେ ଦିନ ଦେଖିଛନ୍ତି ରାୟଗଡ଼ା ବାଘମାନେ କ'ଣ କରୁଛନ୍ତି? ଭାସ୍କର ସାମ୍ରାଜ୍ୟ କାତମ କରି ଦିଆଯାଇଛି। ସେହି ପ୍ରକାର ଆଖି ଦେଖିଲା ପରେ କ'ଣ ଚ୍ୟାଲେଞ୍ଜ ମାରିବାକୁ ଚାହୁଁଛନ୍ତି? ଆଗାମୀ ଦିନ ନିଶ୍ଚିତ ରୂପେ ରାୟଗଡ଼ାର ଯୁବ ନେତୃତ୍ୱ ରାୟଗଡ଼ାର ଭିଟାମେଟ୍ର ଲୋକ ଏହାର କଡ଼ା ଜବାବ ଦେବେ। ଭାସ୍କର ରାଓ ସହାୟତାରେ କଂଗ୍ରେସ ପାର୍ଟି ଜିତିଛି ଏହା କୌଣସି ପ୍ରକାର ସନ୍ଦେହ ନାହିଁ। ଆଗାମୀ ଦିନ ଏହାକୁ କଡ଼ା ମୁକାବିଲା କରିବା ପାଇଁ ଆମେ ରଣକ୍ଷେତ୍ର ପ୍ରସ୍ତୁତି କରୁଛୁ। ଆଗାମୀ ଦିନ ନିଶ୍ଚିତ ରୂପେ କଂଗ୍ରେସକୁ ଦୂର ଚାଟାଇବୁ ଏବଂ ଏଠିକାର ଏମ୍ପି ଏମ୍ଏଲ୍ଏକୁ ନିଶ୍ଚିତ ଏଠାରେ ଦୂର ଚାଟାଇକି ଛାଡ଼ିବୁ। ଏଇ ୱାଦା ଆଜି ଆଗାମୀ ଦିନ ଆମେ ରଖୁଛୁ ଆଉ କହୁଛୁ। ତାଙ୍କ କୌଣସି ପରିସ୍ଥିତିରେ ମଧ୍ୟ ବି 2029ରେ କୌଣସି କ୍ଷେତ୍ରରେ ସେମାନେ ଜିତିପାରିବେ ନାହିଁ। ଏଟା ରାୟଗଡ଼ା ଲୋକ ନିର୍ଣ୍ଣୟ କରିଛନ୍ତି ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ମୋଦିଙ୍କ ନେତୃତ୍ୱରେ ମନମୋହନ ମାଝୀଙ୍କ ନେତୃତ୍ୱରେ ତାହା କରି ଦେଖାଇବୁ। ଏହି କଥା ଆମେ କହିଛୁ।